ଥରେ ଭଗବାନ ବୁଦ୍ଧ ଓ ତାଙ୍କର ଶିଷ୍ୟ ଆନନ୍ଦ ଚାଲି ଚାଲି କୌଣସି ଏକ ସ୍ଥାନକୁ ଯାଉଥିଲେ। ମହାତ୍ମା ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ଆନନ୍ଦ ପଚାରିଲେ, ତଥାଗତ, ମୋର ମନରେ ଏକ ସଂଶୟ ରହିଛି। ଆପଣ କହୁଛନ୍ତି ମୋକ୍ଷ ଲାଭ କରିବାର କ୍ଷମତା ସମସ୍ତଙ୍କ ପାଖରେ ଅଛି। ଯିଏ ଚାହିଁବ ସେ ମୋକ୍ଷ ପାଇପାରିବ। ତେବେ ଲୋକେ ମୋକ୍ଷ ଲାଭ କରୁନାହାନ୍ତି କାହିଁକି? ଆପଣ ଅନୁଗ୍ରହପୂର୍ବକ ମୋର ଏହି ପ୍ରଶ୍ନର ସମାଧାନ କରନ୍ତୁ। ଶିଷ୍ୟ ଆନନ୍ଦଙ୍କ ଏଭଳି ପ୍ରଶ୍ନ ଶୁଣି ଭଗବାନ ବୁଦ୍ଧ କେବଳ ହସିଦେଲେ, କିଛି କହିଲେ ନାହିଁ। କିଛି ବାଟ ଗଲା ପରେ ପଡ଼ିଲା ଗୋଟିଏ ଜନବସତି। ଭଗବାନ ବୁଦ୍ଧ ଆନନ୍ଦଙ୍କୁ କହିଲେ, ଆମେ ଏଠାରେ ଆଜି ବିଶ୍ରାମ ନେବା। ସନ୍ଧ୍ୟା ହେବାକୁ ଏବେ ବି ବହୁ ସମୟ ବାକି ଅଛି। ତୁମେ ଗୋଟିଏ କାମ କର, ଏ ବସତିର ଲୋକମାନଙ୍କୁ ଭେଟ ଏବଂ କେବଳ ଗୋଟିଏ ପ୍ରଶ୍ନ ପଚାର, ତାହା ହେଲା ସେମାନେ ପ୍ରକୃତରେ କ'ଣ ଚାହୁଁଛନ୍ତି। ଆନନ୍ଦ କହିଲେ, ଯଥା ଆଜ୍ଞା ପ୍ରଭୁ, କିନ୍ତୁ ମୋ ପ୍ରଶ୍ନର ଉତ୍ତର ମୁଁ ଏପର୍ଯ୍ୟନ୍ତ ପାଇପାରିଲି ନାହିଁ। ଅନୁଗ୍ରହପୂର୍ବକ ମୋର ପ୍ରଶ୍ନର ସମାଧାନ କରନ୍ତୁ। ମହାତ୍ମା ବୁଦ୍ଧ କହିଲେ, ପ୍ରଥମେ ମୋ ଦ୍ୱାରା ଦିଆଯାଇଥିବା ସହଜ କାମଟି କରିଦିଅ, ଉତ୍ତର ଆପେ ଆପେ ପାଇଯିବ। ଆନନ୍ଦ ବାହାରିଗଲେ ଲୋକମାନଙ୍କ ଆବଶ୍ୟକତାର ତାଲିକା ପ୍ରସ୍ତୁତ କରିବା ପାଇଁ। ସନ୍ଧ୍ୟା ପୂର୍ବରୁ ସେ ଗୋଟିଏ ଲମ୍ବା ତାଲିକା ଆଣି ମହାତ୍ମା ବୁଦ୍ଧଙ୍କୁ ଧରାଇଦେଲେ। ସେଥିରେ ବିଭିନ୍ନ ଲୋକ ଯାହା ଚାହାନ୍ତି ତାହା ଲେଖାଯାଇଥିଲା। ବୁଦ୍ଧ ତାଲିକାକୁ ପଢ଼ିବାକୁ ଲାଗିଲେ। କିଏ ଚାହୁଁଥିଲା ଧନ ସମ୍ପତ୍ତି ତ କିଏ ଚାହୁଁଥିଲା ଯଶ, କିଏ ଚାହୁଁଥିଲା ସନ୍ତାନ ସନ୍ତତି ତ କିଏ ଚାହୁଁଥିଲା ସୁଖ, ପୁଣି କିଏ ଆରୋଗ୍ୟ। କିନ୍ତୁ କାହିଁ ଜଣେ ତ ମୋକ୍ଷ ଲାଭ କରିବାକୁ ଚାହାନ୍ତି ହିଁ ନାହିଁ। ପ୍ରକୃତରେ ମୋକ୍ଷ ଲାଭ କରିବାର କ୍ଷମତା ସମସ୍ତଙ୍କ ପାଖରେ ଅଛି, କିନ୍ତୁ ମୋକ୍ଷ ଲାଭ କରିବାର ଆଗ୍ରହ ବା ଇଚ୍ଛା କାହା ପାଖରେ ନାହିଁ। ପ୍ରଥମେ ଆଗ୍ରହର ଆବଶ୍ୟକତା ରହିଛି, ତାପରେ ଯାଇ ମୋକ୍ଷ ପ୍ରାପ୍ତିର ବାଟ ଫିଟିବ। ମହାତ୍ମା ବୁଦ୍ଧଙ୍କଠାରୁ ଆନନ୍ଦ ତାଙ୍କର ପ୍ରଶ୍ନର ଉତ୍ତର ପାଇସାରିଥିଲେ।